ବର୍ତ୍ତମାନ ମୋର ଆଲୋଚନା ଆଧୁନିକ ଓଡ଼ିଆ କବିତାକୁ ନେଇ। ଆଜିର କବି ହେଉଛନ୍ତି ଦୀପକ ମିଶ୍ର ଓ ତାଙ୍କ ରଚିତ ନିମନ୍ତ୍ରଣ ନାମକ କବିତା ଉପରେ ଲିଖିତ ଆଲୋଚନା କରିବା ପୂର୍ବରୁ ପ୍ରଥମେ ମୂଳ କବିତାଟିକୁ ମୁଁ ପାଠ କରିଦେଉଅଛି। ଦୀପକ ମିଶ୍ର ଭୂତପୂର୍ବ ଇତିହାସର ପ୍ରାଧ୍ୟାପକ ଥିଲେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ। ନିମନ୍ତ୍ରଣ କବି ଦୀପକ ମିଶ୍ର। କ'ଣ ଭାବୁଚୁରେ ପକ୍ଷୀ, ବେକ ଭାଙ୍ଗି ଅବସନ୍ନ ଡେଣା ଉହାଡ଼ରେ କ'ଣ ତୋ କୁଟୁମ୍ବ ତୋତେ ଛାଡ଼ିଗଲେ? ନା ତୁ ହୁଡ଼ିଛୁ ବାଟ ନିକାଞ୍ଚନ ଦୂରତ୍ୱ ହାତରେ, କିମ୍ବା କେଉଁ ସ୍ୱପ୍ନସିଦ୍ଧ ଭବିଷ୍ୟତ ପାଇଁ ତୁ ଏମିତି ବସିଛୁରେ ନିର୍ବିକଳ୍ପ ଆସନ ବିଛାଇ। କହ ମୋତେ କ'ଣ ତୋର ଦୁଃଖ, କିଏ ସେ ଦେଇଛି ବାଧା ତୋ ବିଶ୍ରମ୍ଭ ଆଳାପରେ? କିଏ ସେ ନେଇଛି କାଢ଼ି ଅପୂର୍ଣ୍ଣ ଲୋଭରେ ତୋ କୋଳର ଛୁଆକୁ, ବା କାହା ସ୍ୱରର ଶବ୍ଦ ତୋ ପରକୁ କରିଛି ବିଦୀର୍ଣ୍ଣ ଓ ସ୍ୱରକୁ ନିସ୍ତବ୍ଧ? ବୋଧେ ସେଇ ପିଶାଚର ବିସ୍ତାରିତ କାୟା ତୋ ଡୋଳାରେ ଲଗାଇଛି ବିପରୀତ ମାୟାର ଅଞ୍ଜନ, ତୋ କପାଳରେ ଜଳାଇଛି ଅଶେଷ ଶୋକର ଚିହ୍ନ। ତେଣୁ ତୁ କି ମାଟି ଛାଡ଼ି ଅନ୍ତରୀକ୍ଷେ ରଖିଛୁରେ ମନ? ଆ, ତୁ ଓହ୍ଲାଇ ଆ ମୋର ଏଇ ସୁସ୍ଥିର କୋଳକୁ। ନା ରେ, ତୁ ଯା ଭାବୁଛୁ ଏଠି ଥିବ ହିଂସା ଆଉ ଲୋଭ, କିମ୍ବା ଥିବ ପରଶ୍ରୀ କାତରତାର ଅନ୍ୟ ଏକ ରୂପ। ନା, ତୁ ଯଦି ଉଡ଼ି ଆସୁ ତୋର ନୀଡ଼କୁ ଫେରିବା ଭଙ୍ଗୀରେ ମନକୁ ଖେଳାଇ ନ ଦେଇ ଅବିଶ୍ରାନ୍ତ ଶୂନ୍ୟ ମଣ୍ଡଳରେ ମୋର ଯେତେ ପଶୁତା ଓ ହୀନମନ୍ୟତା, କିବା ଅନ୍ୟ ଯାହା ମଣିଷକୁ ନିଜଠାରୁ କାଢ଼ି ନିଏ, ସ୍ଥୂଳ ସମୟରେ ସବୁକୁ ଏକାଠି ରଖି ସନ୍ନ୍ୟାସୀର ଗୈରିକ ମୁଣିରେ ମୁଁ ବିଦାୟ ଦେଇଦେବି ତୋ ଛାଇ ମୋ କୋଳରେ ପଡ଼ିବା ପୂର୍ବରୁ। ତୋ ପ୍ରସନ୍ନତାର ଆସଙ୍ଗ ଲିପ୍ସାରେ ଏ ସନ୍ଧ୍ୟାର ନିଃସଙ୍ଗତା ଦୂର ହେଉ, ଯେପରି ବର୍ଷାର ଉଲଗ୍ନ ଶୀତଳ ହାତ ଅନ୍ୟକୁ ଦେଇଥାଏ ଅନନ୍ୟ ଉତ୍ତାପ। ତୁ କାହିଁ ଭୋଗିବୁରେ ବର୍ଣ୍ଣହୀନ, ଦୃଶ୍ୟହୀନ, ଶବ୍ଦହୀନ ନିର୍ଜନତାର ଆନୁଗତ୍ୟ? ଯେ ଦେବ ବିଦାରି ତୋର ଦୁଃଖମୟ ଉଦାସ ସପନ? ଆଉ କ'ଣ ଭାବୁଛୁରେ ଧନ, ମୋ କୋଳରେ ଲୁକ୍କାୟିତ ସେଇ ବୃନ୍ଦାବନ? ମୋ ମୁଠାରେ ରାଇ କମଳିନୀ ରହିଛି ବିଭୋର, ଯଦିଓ ତା ଅଙ୍ଗବାସ ପଡ଼ିଅଛି ମଲାସାପ ପରି। କେଉଁଆଡ଼େ ଉଡ଼ିଗଲା ଅହଙ୍କାରୀ ଧୂର୍ତ୍ତ କର୍ପୂର? ଏଇ ଚାହାଁ, ମୁଁ ଖୋଲିଛି ହାତ ମୁଠା, ମୋ ଖୋଲା ପାପୁଲିରେ କେମିତି ଢଳେରେ ମୋହ। ଅସମର୍ଥ ଶବ ପରି ଓ ଛାୟାପଥେ ଲୁଚିଯାଏ ନିରୁଦ୍ବିଗ୍ନ ଅରୁନ୍ଧତୀର ଅଗ୍ନି ବଳୟରେ। ଆଖି ଖୋଲ, ଥରେ ହେଲେ ଆଖି ଖୋଲରେ ପକ୍ଷୀ। ଡର କ'ଣ, କାହାକୁ ବା ଡର? ଏଇ ଦେଖ, ଏ ବ୍ରହ୍ମାଣ୍ଡ ହିଁ ମୋର କୋଳ। ଆ, ତୁ ଖସି ଆ ନିଃସଙ୍ଗତାର ଦୁର୍ଗ ଭିତରୁ ପିଶାଚର ବେକ ଚିପି ଓ ମୋ କୋଳରେ ବସିଥା ତୁ ଅମର ଆୟୁଷ ନେଇ। ସପ୍ତମ ପୃଥିବୀ କବିତା ସଂକଳନରୁ। କବିତା ରଚିତ ହୋଇଥିଲା 14/10/1976 ମସିହାରେ। ଲିଖିତ ଆଲୋଚନାଟିର ନାମ ନିମନ୍ତ୍ରଣର କବି ଦୀପକ ମିଶ୍ର ଏକ ଅନୁଧ୍ୟାନ। ସ୍ୱାଧୀନତା ପରବର୍ତ୍ତୀ ସମୟର ଓଡ଼ିଆ କବିତା କ୍ଷେତ୍ରରେ କବି ଦୀପକ ମିଶ୍ର ଅନ୍ୟତମ ସଫଳ ପାଠ୍ୟାନ୍ତର୍ଗତ କବି ଭାବରେ ସ୍ୱପ୍ରତିଭାକୁ ବିକଶିତ କରିଛନ୍ତି। ଦୀପକ ମିଶ୍ରଙ୍କର ଜନ୍ମ 1939 ମସିହା ଏବଂ ମୃତ୍ୟୁ 2008 ମସିହାରେ। ସେ ଥିଲେ ଇତିହାସର ଅଧ୍ୟାପକ କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ। ଜାତିରେ ଥିଲେ ବଙ୍ଗାଳୀ। 1960 ମସିହାରେ ସେ କବି ଭାବରେ ଲୋକଲୋଚନକୁ ଆସିଥିଲେ। ତାଙ୍କର ପ୍ରକାଶିତ କବିତା ସଂକଳନ ଗୁଡ଼ିକର ନାମ ହେଲା ଅସମାପିକା, ଅନୁଷ୍ଟୁପ, ବୃତ୍ତ, ସପ୍ତମ ପୃଥିବୀ, ଅରଣା ମଇଁଷି, ଶୂନ୍ୟତାର ଶୋଷ, କପଟ ସୂର୍ଯ୍ୟାସ୍ତ, ଧୂଳିର ସିଂହାସନ, ରୂକ, ନିଦାଘ ଯାତ୍ରୀ, ସୁଖ ସଂହିତା। ତାଙ୍କ କବିତାର ଜନ୍ମ ଯନ୍ତ୍ରଣାରୁ ବୋଲି ଜଣାଯାଇଥାଏ। ଯନ୍ତ୍ରଣାଦଗ୍ଧ ଆବେଗକୁ ମାଧୁର୍ଯ୍ୟପୂର୍ଣ୍ଣ ରସିକତା ମଧ୍ୟରେ ପ୍ରକାଶ କରିବା ତାଙ୍କ କାବ୍ୟ କୌଶଳର ଏକ ବୈଚିତ୍ର୍ୟ। ବୃତ୍ତ କବିତା ବହି ପାଇଁ 1978 ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲେ।
ସୁଖ ସଂହିତା କବିତା ଗ୍ରନ୍ଥ ତାଙ୍କୁ 2007 ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା କରାଇଥିଲା। କିନ୍ତୁ ଦୁର୍ଭାଗ୍ୟ, ପୁରସ୍କାର ଗ୍ରହଣ ପୂର୍ବରୁ 2008 ଜାନୁଆରୀ 30 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ମୁଁ ବଲାଙ୍ଗୀରର ରାଜେନ୍ଦ୍ର କଲେଜରେ ଡେପୁଟେସନରେ ଥାଇ 2010 ମସିହା ଓ 2011 ମସିହାରେ 2 ବର୍ଷ ଧରି ସେଠାକାର ଯୁକ୍ତ 3 କଳା ବିଭାଗ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଦୀପକ ମିଶ୍ରଙ୍କର ଅରୁଣା ମଇଁଷି କବିତାଟିକୁ ପଢ଼ାଇଥିଲି। ପୁଣି ବାରଙ୍ଗର କୁଞ୍ଜବିହାରୀ ମହାବିଦ୍ୟାଳୟରେ ଥାଇ କବିଙ୍କର ମହାକାଳର ପ୍ରଳୟ ନାଚ କବିତାଟିକୁ ଯୁକ୍ତ 3 MIL ତୃତୀୟ ବର୍ଷ ପାଠ୍ୟକ୍ରମରେ ପଢ଼ାଇଥିଲି। ନିମନ୍ତ୍ରଣ କବିତାଟି କବିଙ୍କର ସପ୍ତମ ପୃଥିବୀ ନାମକ କବିତା ସଂକଳନରେ ଅଛି। ନିମନ୍ତ୍ରଣ ମାନେ ଡାକିବା ବା ଇଂରାଜୀରେ ଯାହାକୁ ଇନଭିଟେସନ୍ କହନ୍ତି। ଆଧୁନିକ କବିତାଟିଏ ଗଦ୍ୟ ଛନ୍ଦରେ ବା ପ୍ରୋଜ୍ ଭର୍ସରେ ଲିଖିତ। ସାଧାରଣତଃ ସାହିତ୍ୟର ଜନ୍ମ ବା ସୃଷ୍ଟି ଦୃଶ୍ୟବୋଧରୁ ହୋଇଥାଏ। ଆଗେ ଦେଖିବା ପରେ ଲେଖିବା। କବିମାନେ ସଚରାଚର ଭାବୁକ ବା ଚିନ୍ତାଶୀଳ ଥାଆନ୍ତି। ସେଥିପାଇଁ ତାଙ୍କ ପକ୍ଷେ ସର୍ଜନା ସହଜସାଧ୍ୟ ହୋଇଥାଏ। ସଂଶିତ ନିମନ୍ତ୍ରଣ ନାମକ କବିତାରେ ସେଇଆ ହୋଇଅଛି। କବି ଗଛରେ ବସିଥିବା ଏକୁଟିଆ ଏକାକୀ ପକ୍ଷୀକୁ ଦେଖିଛନ୍ତି। ପକ୍ଷୀକୁ ମଣିଷର ମନ ବା ଆତ୍ମା ସହିତ ତୁଳନା କରାଯାଇଥାଏ। ଉପନିଷଦରେ ଏହି ଚିନ୍ତା ଅଛି। ଦେହ ଯଦି ପିଞ୍ଜରା ବା ପଞ୍ଜୁରୀ ହୁଏ, ତେବେ ମନ ହେଉଛି ପକ୍ଷୀ। ସେଥିପାଇଁ ଆତ୍ମା ପକ୍ଷୀର ତର୍କଣା ବା କଳ୍ପନା ପାଇଅଛି। ଆତ୍ମା ନିର୍ମଳ ବା ସଫା। ସେ ସାଂସାରିକ ପରିସ୍ଥିତି ଚକ୍ରରେ ପଡ଼ି ମଇଳା ବା ଆବର୍ଜନାମୟ ହୋଇଯାଏ। ବୃକ୍ଷରେ ଉପବେଶିତ ଥିବା ନିଃସଙ୍ଗ ପକ୍ଷୀଟିକୁ ଦେଖିସାରିଲା ପରେ କବି ମାନବୀୟ ଆତ୍ମାଧାରୀ ପକ୍ଷୀ କଥା ସ୍ମରଣ କରି ଆତ୍ମାର ସହିତ ଆତ୍ମାର ମିଳନ କଥା ଭାବିଛନ୍ତି। ମଣିଷ ସାମାଜିକ ସାମୂହିକ ସ୍ଥିତିରେ ରହିବା ଜୀବ ବା ପ୍ରାଣୀ। ସେ ଏକୁଟିଆ ରହିପାରିବ ନାହିଁ। ଏକୁଟିଆ ରହିତ ମଣିଷ ବିରକ୍ତ ଅସହାୟ ହୋଇ ଜୀବନକୁ ଧ୍ୱଂସକାରୀ କରାଇବାର ଆଶଙ୍କା ଅଛି। ସୁତରାଂ ଦୁଃଖୀ ଥିବା, ବିଷାଦୀ ବା ବିଷାଦଗ୍ରସ୍ତ ଥିବା ମଣିଷକୁ, ପକ୍ଷୀ ଆତ୍ମାଧାରୀ ମାନବକୁ କବି ଡାକିଛନ୍ତି, ନିମନ୍ତ୍ରଣ କରିଛନ୍ତି ତାର ରହିଥିବା ଦୁଃଖକୁ ଜାଣି ଲାଘବ କରିବାର ଅଭିପ୍ରାୟ ବା ଉଦ୍ଦେଶ୍ୟ ନେଇ। ଯିଏ ଅପରର ଦୁଃଖ ଦୂର କରି ତାର ମୁହଁରେ ହସ ଫୁଟାଏ, ସେହି ବ୍ୟକ୍ତି ସଂସାରରେ ମାନବ ସମାଜରେ ମହାନ ବ୍ୟକ୍ତିରେ ଗଣାଯାଇଥାଏ। ମଣିଷ ଜନ୍ମ ହୋଇଛି ମିଳିମିଶିକି ଚଳିବା ପାଇଁ, ନା କି ଜଣେ ଅନ୍ୟଠାରୁ ସମ୍ପର୍କ ଛିନ୍ନ କରି ବିଚ୍ଛିନ୍ନ ହୋଇ ଦୂରେଇ ରହିବା ପାଇଁ। ଜୀବନର ଏହା ଅଭିଲକ୍ଷ୍ୟ, ଆଭିମୁଖ୍ୟ ବା ଉଦ୍ଦେଶ୍ୟ ନୁହେଁ। ସେଥିପାଇଁ କବିଙ୍କର ଏହି ପ୍ରୟାସ। କବିତା ରଚନାର ଉଦ୍ୟମ ସମ୍ପର୍କ ଯୋଡ଼ିବାର ଏ କବିତା। ସମ୍ପର୍କ ଛିଣ୍ଡେଇବାର ନୁହେଁ। ଦୁଃଖୀ ଆର୍ତ୍ତ ପ୍ରପୀଡ଼ିତ ମଣିଷକୁ ଆପଣେଇ ନେବାର ଏ କବିତା। ପ୍ରଥମେ ବୁଝିବାକୁ ପଡ଼ିବ କାହିଁକି ସେ ଦୁଃଖୀ ଅଛି, ଏକୁଟିଆ ମନ ମାରି ବସୁଛି। ତା ପାଖକୁ ଯାଇ ତାର ଦୁଃଖିତର କାରଣ ପଚାରି ବୁଝି ସାଧ୍ୟମତେ ତାର ଦୁଃଖ ଅବସାଦ ଦୂର କରିପାରିଲେ ହିଁ ମଣିଷର ମଣିଷପଣିଆ ଜଣାଯାଇଥାଏ। ଏହା ହିଁ ନିମନ୍ତ୍ରଣ କବିତାର ମର୍ମାର୍ଥ, ତତ୍ତ୍ୱ ବା ଭାବଭୂମି ବା ଥିମ୍। କବିତାର ବିଷୟବସ୍ତୁ ବ୍ୟାଖ୍ୟାନ। କବି ଗଛରେ ବସିଥିବା ଏକୁଟିଆ ନିଃସଙ୍ଗ ପକ୍ଷୀଟିକୁ ଦେଖି କିମ୍ବା ଦେହ ପଞ୍ଜୁରୀରେ ରହିଥିବା ମଣିଷର ଆତ୍ମା ପକ୍ଷୀର ଏକଲାପଣକୁ ଲକ୍ଷ୍ୟ କରି ଦୁହିଁଙ୍କୁ ସମ୍ବୋଧନ କରି କହୁଛନ୍ତି, ଏକୁଟିଆ ବସି କ'ଣ ଭାବୁଛୁରେ? ମୋତେ ଟିକେ କହ ତ। ଏକୁଟିଆ ବସିବାର କାରଣ? ତୁ ଭାରି ହାଲିଆ ହୋଇ ପଡ଼ୁଛୁ। ଦେହ ଅଙ୍ଗ ପ୍ରତ୍ୟଙ୍ଗ ତୋର କ୍ଳାନ୍ତ ହେବାର ଦିଶୁଛି। ତୋ ଘର ବାଲା କ'ଣ ତୋତେ ପଚାରୁ ନାହାନ୍ତି? ବୁଢ଼ା ହୋଇ ଗଲୁଣି ବୋଲି ଅଥବା ଘରବାଲାଙ୍କ ସହିତ ତୋର କିଛି ଝଗଡ଼ା ହୋଇଛି? ସେଥିପାଇଁ ତୁ ଏକାକୀ ଅସହାୟ ହୋଇ ମନ ଦୁଃଖରେ ଗୋଡ଼ ଟେକି ଆଣ୍ଠୁ ଉପରେ 2 ହାତ ଛନ୍ଦି ମୁଣ୍ଡକୁ ସେଇ 2 ହାତ ମଝିରେ ନୁଆଁଇ ଲୁଚାଇ ଭରା ଦେଇ ବସିବାର କାରଣ କ'ଣ ମୋତେ ଟିକିଏ କହ। ମୁଁ ତୋର ବନ୍ଧୁ, ଆତ୍ମୀୟ ବୋଲି ଭାବେ। କହିଦେଲେ ଦୁଃଖ ତୋର ଉଶ୍ୱାସ ହୋଇଯିବ, ଲାଘବ ହୋଇଯିବ। ଅଥବା ଆଗାମୀର କିଛି ନୂଆ ଆଶା ପୂରଣର ସ୍ୱପ୍ନ ଅଭିଳାଷରେ ମଗ୍ନ ଅଛୁ କି? ଜଣାପଡ଼ୁଛି ସତେକି ତୋର କିଛି ଭାବନା ଯେମିତି ନାହିଁ ଭବିଷ୍ୟତର, ଅଥଚ ଦୁଃଖ ଅଛି। ତୋର ସେଇ ଦୁଃଖ ମୋତେ କହ। ତୋର ହସ ଖୁସିର ଜୀବନକୁ କିଏ
ବାଧା ଦେଇଅଛି, ସେଥିରେ ପ୍ରତିଘାତ ଆଣିଛି। କିଏ ସେହି ସ୍ୱାର୍ଥପର ଈର୍ଷାଳୁ ବ୍ୟକ୍ତି, ଯିଏକି ତୋର ଜୀବନର ସୁଖକୁ ଲୁଟି ନେବାକୁ ଚାହେଁ? କାହାର ବା ତୋ ଭଳିଆ ସୁଖ ଆଶା ଅପୂର୍ଣ୍ଣ ଅଛି ଯେ ସେ ତୋ ପ୍ରତି ଲୋଭେଇ ପଡ଼ିଛି? କାହାର ଶନି ଦୃଷ୍ଟି ତୋ ଉପରେ ପଡ଼ିଛି? ଯେମିତି ବାଣୁଆର ଶରରେ ବିଦ୍ଧ ହୋଇ ପକ୍ଷୀର ଛୁଆ ମରିଯାଇଥିବା ଦୁଃଖରେ ପକ୍ଷୀ ଏକାକୀ ମନ ମାରି ବସିଥାଏ, ସେମିତି ତୁ ମୋତେ ଜଣାପଡ଼ୁଅଛୁ। କୋଉ ଦୁର୍ଘଟଣା ତୋ ଦେହ ମନକୁ କ୍ଷତାକ୍ତ କରି ପାଟିର ବାଚାଳ କଥାକୁ ରୋକିଛି? ତୁ ନୀରବ ନିସ୍ପନ୍ଦ ହୋଇ ଯାଇଅଛୁ। ଯିଏ ତୋତେ ଦୁଃଖ ଦେଇଛି ସେ ମଣିଷ ନୁହେଁ, ଗୋଟିଏ ସଇତାନ, ନର ରାକ୍ଷସ। ତୋତେ ଭୂତ ସବାର ହୋଇଛି। ତୋତେ କେହି ଯାଦୁମନ୍ତ୍ର ଗୁଣିଟୁଣି କରିଦେଇଛି। ସେ ତୋତେ ଅଜସ୍ର ଦୁଃଖ ନିଆଁରେ ଜଳିବାକୁ ଛାଡ଼ି ଦେଇଛି। ସେଥିପାଇଁ ତୁ ନିରାଶ ହତାଶ ହୋଇ କ'ଣ କରିବୁ ବୋଲି କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଯାଇ ନିରୁପାୟ ଅସହାୟ ହୋଇ ଉପରକୁ ଚାହିଁ ବସିଛୁ। ହତାଶ ଲୋକର ଆଖି ମୁଣ୍ଡ ସବୁ ଉପରକୁ ଥାଏ। ପକ୍ଷୀ ଯେମିତି ଭୂଇଁରେ ନ ବୁଲି ଆକାଶରେ ଉଡ଼ି ବୁଲେ, ସ୍ନେହୀ ଆଦର ଯତ୍ନ କରୁଥିବା ଲୋକ ଅନ୍ୟଙ୍କୁ ଯେମିତି ହଠାତ୍ ଆପଣେଇ ନେଇ କୋଳେଇ ନିଏ, କବି ସେମିତି ଏଇ ଦୁଃଖୀ ହତାଶୀ ଉଦାସିଆ ଲୋକକୁ କୋଳେଇ ଆପଣେଇ ନେବାକୁ ଡାକିଛନ୍ତି, ଆହ୍ୱାନ କରିଛନ୍ତି। ଯେମିତି ମାଆଟିଏ ଆଦର ଯତ୍ନରେ ତାର ଛୁଆକୁ କୋଳେଇ ନେଇଥାଏ, କବି ଠିକ୍ ସେମିତି ଜଣାପଡ଼ିଛନ୍ତି। ଅପରିଚିତ ଅବଜ୍ଞାତ ଅଜ୍ଞାତ କୋଳଶୀଳ ଲୋକକୁ ଦେଖି ସେ ଆଦର ଯତ୍ନ ଗେଲ ସୁଆଗ କରିବାକୁ ଡାକୁଥିଲେ ବି ପିଲା ହେଉ ବଡ଼ ହେଉ ସହଜେ ଯେମିତି ତାର ପାଖକୁ ଯାଆନ୍ତି ନାହିଁ। କାଳେ ସେଠି ହିଂସା ଥିବ, କପଟତାର ଲୋଭ ପୂରିଥିବ, ଗଲେ ନିଜର କିଛି କ୍ଷତି ହୋଇପାରେ, ଏଇଆ ଭାବି ଯାଇ ନଥାନ୍ତି। ସୁନ୍ଦର ଲୋକ କୌତୁକିଆ ଛୁଆ ଦେଖି ଡାକୁଛି କି ଲୋଭାନ୍ୱିତ ହୋଇ, ନାଇଁରେ ବାବା, ଯିବିନି। ଲୋକ ମନରେ ଈର୍ଷା ଅଛି ବୋଲି ଜଣାପଡ଼ୁଛି, ସେ ଲାଗି ଡାକିବାର ବାହାନା ଛଳନା କରୁଅଛି। ହେ ପକ୍ଷୀ, ମାନବୀୟ ଆତ୍ମାର ଦୁଃଖିତ ପକ୍ଷୀ, ତୁ ଆଉ ଏକୁଟିଆ ଏଠି ବସନା। ଯା, ଘରକୁ ବାହୁଡ଼ି ଯା, ତୋ ବସାକୁ ଫେରିଯା। ଆଉ ଏପରି ଖାଲିଟାରେ ତୁଚ୍ଛାଟାରେ ମନକୁ ଭାରି କରି ଶୂନ୍ୟକୁ ଚାହିଁ ବସେନା। କବି ମଧୁସୂଦନ ରାଓ ନିର୍ବାସିତର ବିଳାପ କବିତାରେ କହିଛନ୍ତି, ବୃଥା ଭାବନା ଆଉ କରିବି ନାହିଁ, ଭାବନାରେ ଆନନ୍ଦ ମିଳଇ କାହିଁ। ସଂସାର ନାମକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତଟିଏ ଅଛି, ନକର ମନ ତିଳେ ଭାବନା, ଭାବିଲେ କି ଯିବ ଚାଲି ଶୋକ ଯାତନା। ଗତସ୍ୟ ଶୋଚନା ନାସ୍ତି ବୋଲି କୁହାଯାଇଛି। ଭାବିଲେ ଦୁଃଖ ବଢ଼ିବ, ଘଟିବ ନାହିଁ। ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି ବୋଲି କଥା ଅଛି। ତେଣୁ ତୁ ବେଶୀ ଭାବନା। ଏକା ଏକା ଏଇମିତି ବସି ବସି ଆ, ଉଠ, ଆ, ମୋ ସାଙ୍ଗେ ଆସ। ମଣିଷଠାରେ ପାଶବିକତା, ହୀନମନ୍ୟତା ବା ନିଜକୁ ଛୋଟ ଭାବିବା ପଣ ଥିଲେ, ହିଂସା ଦ୍ୱେଷ ପରଶ୍ରୀ କାତରତା ଈର୍ଷା ରହିଥିଲେ ମଣିଷ ମଣିଷଠାରୁ ଦୂରେଇ ଯାଏ, ଏକାଠି ହୋଇ ରହିପାରି ନଥାଏ। ବନ୍ଧୁତା ସୌହାର୍ଦ୍ଦ୍ୟ ଆଉ ରହେନା। ସଂକୀର୍ଣ୍ଣ ମନ ମଣିଷ କେବେ ବି ପରକୁ ଆପଣାର କରିପାରେନା। ମନକୁ ହୃଦୟକୁ ସନ୍ନ୍ୟାସୀ ଭଳି ଉଦାର ପ୍ରଶସ୍ତ କରିପାରିଲେ, ହିଂସା କପଟତାକୁ ଦୂରେଇ ଦେଇ ପାରିଲେ ପର ଆପଣା ହୋଇଯିବ ଓ ଭେଦଭାବ ଆଉ ରହିବ ନାହିଁ। ବନ୍ଧୁତା ପ୍ରେମ ସୁନ୍ଦରରେ ପରିଣତ ହୋଇଯିବ। ମଧୁରାଓ କହିଛନ୍ତି ପରା, କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯାର ପ୍ରାପତି ଲାଗି ଦେବତା ନର। ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ, ଲଙ୍ଘି ଭୀଷଣ ଗିରି ସମୁଦ୍ର ବକ୍ଷ। ଦେଖନ୍ତି ପ୍ରିୟଜନ ମୁଖ କମଳ, ହୁଅନ୍ତା ଏ ସନ୍ତାପିତ ପ୍ରାଣ ଶୀତଳ। ମୋଘେନି ଭାଳନ୍ତି କି ବନ୍ଧୁ ନିକର, ମୋତେ ଦେଖିବାକୁ କି କାନ୍ଦେ ଅନ୍ତର। କହ କହ ସମୀର ସବୁ ଫିଟାଇ, ବନ୍ଧୁ ମଧ୍ୟରେ ମୋର କେହି କି ନାହିଁ। ମୋ କୋଳକୁ ପୁଣି ଆସିଲେ ତୋର ମନର ଖୁସି ଫେରି ଆସିବ। ତୁ ବନ୍ଧୁଙ୍କୁ ମିଶି ପାରିବୁ। ଜୀବନର ଏକଲାପଣ ଦୂର ହୋଇଯିବ। ଯେମିତି ବର୍ଷାରେ ଆଶ୍ରା ପାଇ ଲୋକେ ଏକାଠି ମିଶି ଠିଆ ହୋଇଥାନ୍ତି, ଜଣେ ଜଣକ ପାଖରେ ଠିଆ ହେବା କାରଣରୁ ଦେହ ଦେହର ଉତ୍ତାପ ବା ଗରମପଣ ବାହାରି ପରିବେଶର ଥଣ୍ଡାପଣକୁ ଦୂରେଇ ଦେଇଥାଏ। ଏକତାର ଏହା ଅପର ଅନ୍ୟତମ ବଳ। ବନ୍ଧୁତା ସହୃଦୟତା ଆସିଲେ ପାଟିରୁ ଭାଷା ବାହାରେ, ପାରସ୍ପରିକ ଦେଖା ସାକ୍ଷାତ ଆସେ, ନିର୍ଜନତା ଏବଂ ନିଃସଙ୍ଗତା ଦୂର ହୁଏ, ଦୁଃଖ ରହେନା, ମନର ଉଦାସପଣ ଦୂରେଇ ଯାଏ। କବି ପକ୍ଷୀକୁ ଡାକି ପୁଣି କହୁଛନ୍ତି, ଆଉ ଏତେ ବେଶୀ ଭାବେନା। ମୋର ଆତ୍ମୀୟତାର କୋଳରେ
ରାଧାକୃଷ୍ଣଙ୍କର ରାସଲୀଳାର ଗୁପ୍ତ ବୃନ୍ଦାବନକୁ ତୁ ପାଇପାରିବୁ। ଯେଉଁ ବୃନ୍ଦାବନରେ ପଦ୍ମିନୀ ନାୟିକା ରାଧାକୃଷ୍ଣଙ୍କ ସହିତ ମିଶି ଅପାର ଆନନ୍ଦ ପାଉଥିଲେ, ତୁ ବି ଠିକ୍ ସେମିତି ପାଇବୁ। କବି ଏଠାରେ ପୌରାଣିକ ମିଥ୍ର ପ୍ରୟୋଗ କରିଛନ୍ତି। ରାଧାକୃଷ୍ଣଙ୍କ ସହିତ ଶାରୀରିକ ସମ୍ପର୍କରେ ମିଶିଥିଲେ ବୋଲି କବି କହିଛନ୍ତି। ଯଦିଓ ତା ଅଙ୍ଗ ବାସ ପଡ଼ିଅଛି ମଲାସାପ ପରି। ସାପ କୁଆଡ଼େ ସେକ୍ସ ବା ଯୌନତାର ପ୍ରତୀକ। ପୁରୁଷ ଲିଙ୍ଗକୁ ଏହା ପ୍ରତିକାୟିତ କରେ ବୋଲି ସମୀକ୍ଷକମାନେ କହିଛନ୍ତି। କିମ୍ବା ଅଙ୍କା ବଙ୍କା ହୋଇ ସାପ ଗତି କରେ, ବୀଣା ବାଦନରେ ଦୋହଲେ। ହୋଇଥାଇପାରେ ଏଥିପାଇଁ ସାପ ପ୍ରତୀକ ଚିତ୍ରକଳ୍ପ ବ୍ୟବହୃତ। ରାଧା ବି କୃଷ୍ଣଙ୍କ ସହିତ ତ୍ରିଭଙ୍ଗୀ ଠାଣିରେ ଠିଆ ହୋଇଥିବାର, ରାସଲୀଳାରେ ନୃତ୍ୟ କରିଥିବାର ଫଟୋ ଅଛି। ସେଥିପାଇଁ ସାପ ଚିତ୍ରକଳ୍ପ ଦେଇଛନ୍ତି କବି। ଅଙ୍ଗବାସ କଥା କବି କାହିଁକି ଉଠାଇଲେ? ଏହାର ଅନ୍ୟ କାରଣ ଆଉ କ'ଣ ହୋଇପାରେ? ଶ୍ରୋତା ପାଠକେ ଚିନ୍ତା କରନ୍ତୁ। ପିନ୍ଧା ଲୁଗା ଜୀବନ୍ତ ଯେହେତୁ ବ୍ୟବହୃତରେ ଅଛି। ପିନ୍ଧା ହୋଇ ନଥିବା ଲୁଗା ମଲା ବା ମୃତ, କାରଣ ବ୍ୟବହୃତ ନୁହେଁ। ତଥାପି ମଲାସାପ କହିଲେ କାହିଁକି? ଚଟ୍ କିନା ସେକ୍ସ ଆଡ଼କୁ ମନଟା ଯାଉଛି। କନା ପଡ଼ିଛି, କର୍ପୂର ଉଡ଼ିଯାଇଛିର ପ୍ରବାଦ ବା ଲୋକବଚନର ବ୍ୟବହାର କବି କରିଛନ୍ତି। କର୍ପୂରକୁ ଅହଙ୍କାରୀ ବା ଧୂର୍ତ୍ତ କହିବାର ଉଦ୍ଦେଶ୍ୟ ହେଲା ତାର ସୁଗନ୍ଧପଣ ଏବଂ କୀଟନାଶ କାରଣ ହେତୁ। ବନ୍ଧୁ ବନ୍ଧୁ ସହିତ ହାତ ବଢ଼ାଇ, ହାତ ମେଲେଇ ଆଲିଙ୍ଗନ କରିଥାନ୍ତି। ଯୋଉଥିପାଇଁ କବି କହିଛନ୍ତି, ଏଇ ଚାହାଁ, ମୁଁ ଖୋଲିଛି ହାତ ମୁଠା। ମୋ ଖୋଲା ହାତ ପାପୁଲିରେ କେମିତି ଢଳେରେ ମୋହ। ଅସମର୍ଥ ଶବ ପରି ଓ ଛାୟା ପଥେ ଲୁଚିଯାଏ ନିରୁଦ୍‌ବିଘ୍ନ ଅରୁନ୍ଧତୀର ଅଗ୍ନି ବଳୟରେ। ଆଖି ଖୋଲ, ଥରେ ହେଲେ ଆଖି ଖୋଲ ରେ ପକ୍ଷୀ। ଡର କ'ଣ? କାହାକୁ ବା ଡର? ଏଇ ଦେଖ, ଏ ବ୍ରହ୍ମାଣ୍ଡ ହିଁ ମୋର କୋଳ। ଆଉ ତୁ ଖସିଆ ନିସଙ୍ଗତାର ଦୁର୍ଗ ଭିତରୁ। ପିଶାଚର ବେକ ଚିପି ଓ ମୋ କୋଳରେ ବସିଥା ତୁ ଅମର ଆୟୁଷ ନେଇ। ରାଧାକୃଷ୍ଣଙ୍କର ଅତୀତର ସେଇ ସୁଖଦ ସୁଖମୟ ବର୍ତ୍ତମାନ ଆଉ ନାହିଁ। ସେ ଅତୀତ ଗୌରବମୟ ସମୟକୁ ଅହଙ୍କାରୀ କର୍ପୂର କହିଛନ୍ତି କବି। ମାନବ ସମାଜ ଓ ସଂସାରରେ କିଛି ଲୋକ ମିଶାଣିଆ, ମେଳାପି, ବନ୍ଧୁବତ୍ସଳ ଥାଆନ୍ତି। କବି ସେଇମିତି ସ୍ୱଭାବ ପ୍ରକୃତିର ଥିବାରୁ ସେ ଏମିତି କହିଛନ୍ତି। ଗୋଟିଏ ହିନ୍ଦୀ ସିନେମାର ଗୀତ ଅଛି, ପ୍ୟାର ବାଣ୍ଟତେ ଚଲୋ, ପ୍ୟାର ବାଣ୍ଟତେ ଚଲୋ, କ୍ୟା ହିନ୍ଦୁ କ୍ୟା ମୁସଲମାନ, हम सब हैं भाई भाई। किशोर कुमार। चले जा चले जा चले जा, जहाँ प्यार मिले, जहाँ प्यार मिले, जहाँ प्यार मिले। ଗାୟିକା ସୁମନ କଲ୍ୟାଣପୁରଙ୍କ କଣ୍ଠରେ। ସୁତରାଂ ଡର, ଭୟ, ଶଙ୍କା, ଆଶଙ୍କା ସବୁକିଛିକୁ ପରିତ୍ୟାଗ କରି ବସୁଧୈବ କୁଟୁମ୍ବକମ୍‌ର ଭାରତୀୟ ସାଂସ୍କୃତିକ ଦର୍ଶନର ଭାଇଚାରା ଭାବର କବିତା ହେଉଛି ନିମନ୍ତ୍ରଣ ବୋଲି କୁହାଯାଇପାରିବ। କବି କବିତାରେ ସାମାନ୍ୟ ବୌଦ୍ଧିକତାର ସ୍ପର୍ଶ ଦେଇ ଆଧୁନିକ କବିତା ରଚନାର ସତ୍ତ୍ୱ ରକ୍ଷା କରିଛନ୍ତି। ନିମନ୍ତ୍ରଣ ମାନେ ଆମନ୍ତ୍ରଣ କରିବା, ଡାକିବା, ଭ୍ରାତୃତ୍ୱ ପ୍ରଦର୍ଶନର ଭାବକୁ ଦେଖାଇବା।